ରାଧେଶ୍ୟାମ। ତ ଫ୍ରେଣ୍ଡସ୍, ଆଜି ଆମେ ପ୍ରଥମ ଅଧ୍ୟାୟର ସାର କଥାକୁ ପଢ଼ିବା। ସେ ସମ୍ପୂର୍ଣ୍ଣ ବିବରଣୀ ସାର କଥାରେ ଅଛି, ଆମେ ଜାଣିନେବା। ଚାଲନ୍ତୁ। ପ୍ରଥମ ଅଧ୍ୟାୟର ସାର କଥା। ଦେବୀ ପାର୍ବତୀ କହିଲେ, ହେ ସ୍ୱାମୀ, ଆପଣ ତତ୍ତ୍ୱଜ୍ଞ ଅଟନ୍ତି। ଆପଣ ତତ୍ତ୍ୱଜ୍ଞ ଅଟନ୍ତି। ଆପଣଙ୍କ କୃପାରୁ ମୋତେ ସମସ୍ତ ଲୋକ ଉଦ୍ଧାରକାରୀ ଶ୍ରୀ ବିଷ୍ଣୁ ସମ୍ବନ୍ଧୀୟ ବିବିଧ ଧର୍ମ ଶୁଣିବାକୁ ମିଳେ। ହେ ଦେବସ, ମୋତେ ଏବେ ଗୀତାର ମହାତ୍ମ୍ୟ ଶୁଣିବା ପାଇଁ ଇଚ୍ଛା, ଯାହାକି ଶ୍ରୀହରିଙ୍କ ପ୍ରତି ଭକ୍ତି ବଢ଼େ। ଶୁଣିବା ଦ୍ୱାରା ତାକୁ ମୁଁ ଶୁଣିବା ପାଇଁ ଉତ୍ସୁକ ଅଟେ। ଦେବୀ ପାର୍ବତୀ ମହାଦେବକୁ କହୁଛନ୍ତି ଯେ ମୁଁ ଏବେ ଗୀତାର ମହତ୍ଵକୁ ଶୁଣିବି, ମୁଁ ଶୁଣିବା ପାଇଁ ବହୁତ ଉତ୍ସୁକ ଅଛି। ଦେବଦେବ ମହାଦେବ କହିଲେ, ହେ ପ୍ରିୟେ, ଯାହାଙ୍କ ଶ୍ରୀ ବିଗ୍ରହ ଅତସୀ କୁସୁମ ପ୍ରାୟ ଶ୍ୟାମବର୍ଣ୍ଣ, ପକ୍ଷୀରାଜ ଗରୁଡ଼ ଯାହାଙ୍କର ବାହନ, ଯେ ନିଜ ମହିମାରୁ କଦାଚିତ ବିଚ୍ୟୁତ ହୁଅନ୍ତି ନାହିଁ ଏବଂ ଶେଷନାଗ ଶଯ୍ୟାରେ ଶୟନ କରନ୍ତି, ସେହି ଭଗବାନ ମହାବିଷ୍ଣୁକୁ ଆମ୍ଭେ ଉପାସନା କରୁ। ଭଗବାନ କହୁଛନ୍ତି ଯେ ସେହି ଭଗବାନ ବିଷ୍ଣୁକୁ ଆମେ ଉପାସନା କରୁ। ଦିନକର କଥା, ଗୋଟେ ଦିନର କଥା। ଭଗବାନ ମୁରାରୀ ରମଣୀୟ ଶେଷନାଗ ଆସନରେ ସୁଖପୂର୍ବକ ବିରାଜମାନ କରିଥାନ୍ତି। ଏହି ସମୟରେ ଆନନ୍ଦମୟୀ ଭଗବତୀ ଲକ୍ଷ୍ମୀ ଆଦରପୂର୍ବକ ପ୍ରଶ୍ନ କଲେ। ଦେବୀ ଲକ୍ଷ୍ମୀ କହିଲେ, ସ୍ୱାମୀ, ଆପଣ ସମ୍ପୂର୍ଣ୍ଣ ଜଗତର ପାଳନକର୍ତ୍ତା ହୋଇ ମଧ୍ୟ ଆପଣ ଐଶ୍ୱର୍ଯ୍ୟ ପ୍ରତି ଉଦାସୀନ ରହି ଏହି କ୍ଷୀରସାଗରରେ ସୁଖ ନିଦ୍ରାରେ ଅଛନ୍ତି କାହିଁକି? ମହାଲକ୍ଷ୍ମୀ ଭଗବାନଙ୍କୁ ପଚାରୁଛନ୍ତି। ତ ଭଗବାନ କହିଲେ, ହେ ସୁମୁଖୀ, ମୁଁ ନିଦରେ ଶୋଇନାହିଁ, କେବଳ ଅନ୍ତର୍ଦୃଷ୍ଟି ଦ୍ୱାରା ଆପଣା ମହାନ ତେଜ ତତ୍ତ୍ୱକୁ ଦେଖୁଅଛି, ଯାହାକୁ ଯୋଗୀମାନେ କୁଶାଗ୍ର ବୁଦ୍ଧି ଦ୍ୱାରା ଆପଣା ଅନ୍ତଃକରଣରେ ଦର୍ଶନ କରନ୍ତି ଓ ମୀମାଂସକମାନେ ବେଦର ସାରତତ୍ତ୍ୱ ବୋଲି ନିଶ୍ଚିତ କରନ୍ତି। ତାହା ଏକ ଅଜର ପ୍ରକାଶ ସ୍ୱରୂପ, ଆତ୍ମରୂପ, ରୋଗଶୋକରହିତ, ଅଖଣ୍ଡ ଆନନ୍ଦପୁଞ୍ଜ, ନିସ୍ପନ୍ଦ, ନିରୀହ ଓ ଦ୍ୱେଷରହିତ ଅଟେ। ଏହି ଜଗତର ଜୀବନ ଏହାର ଅଧୀନ ଓ ତାହାକୁ ଅନୁଭବ କରୁଛି। ଏଥିଯୋଗୁଁ ମୁଁ ନିଦରେ ଶୋଇଲା ପରି ତୁମକୁ ପ୍ରତୀତ ହେଉଛି। ଦେବୀ ଲକ୍ଷ୍ମୀ କହିଲେ, ହୃଷୀକେଶ, ଆପଣ ଯୋଗୀମାନଙ୍କ ଧ୍ୟେୟ ଅଟନ୍ତି। ଆପଣଙ୍କ ବ୍ୟତୀତ ଅନ୍ୟ କୌଣସି ଧ୍ୟେୟ ତତ୍ତ୍ୱ ଅଛି, ଏହା ଜାଣି ମୋତେ ବଡ଼ କୌତୂହଳ ହେଉଛି। ଆପଣ ସ୍ୱୟଂ ଏହି ଚରାଚର ଜଗତର ସୃଷ୍ଟି ଓ ସଂହାର କର୍ତ୍ତା ଅଟନ୍ତି। ଆପଣ ସର୍ବସର୍ବା ଅଟନ୍ତି, ସର୍ବସମର୍ଥ। ଏପରି ପରିସ୍ଥିତିରେ ଥାଇ ମଧ୍ୟ ଯଦି ଆପଣ ସେହି ପରମ ତତ୍ତ୍ୱରୁ ଭିନ୍ନ, ତେବେ ମୋତେ ତାହା ବୁଝାଇ ଦିଅନ୍ତୁ। ଶ୍ରୀ ଭଗବାନ କହିଲେ, ପ୍ରିୟେ, ଆତ୍ମାର ସ୍ୱରୂପ ଦ୍ୱୈତ ଅଦ୍ୱୈତଠାରୁ ପୃଥକ୍, ଭାବ ଏବଂ ଅଭାବରୁ ମୁକ୍ତ ତଥା ଆଦି ଏବଂ ଅନ୍ତ ରହିତ ଅଟେ। ଏହା ଶୁଦ୍ଧ ଜ୍ଞାନ ପ୍ରକାଶରେ ଉପଲବ୍ଧ ତଥା ପରମାନନ୍ଦ ସ୍ୱରୂପ ହୋଇଥିବାରୁ ଏକମାତ୍ର ସୁନ୍ଦର। କାହିଁକି? ମୋ ଈଶ୍ୱରୀୟ ରୂପ। ଆତ୍ମାର ଏକତ୍ୱ ହିଁ ସଭିଙ୍କ ଜାଣିବା କଥା। ଯେ କହୁଛନ୍ତି ଆତ୍ମାର ଏକତ୍ୱ ହିଁ ସମସ୍ତେ ଜାଣିବା କଥା। ଗୀତା ଶାସ୍ତ୍ରରେ ଏହା ପ୍ରତିପାଦିତ ହୋଇଛି, ଯେ ଗୀତା ଶାସ୍ତ୍ରରେ ସେହି ଆତ୍ମାର କଥା ପ୍ରତିପାଦିତ ହୋଇଛି। ଅମିତ ତେଜସ୍ୱୀ ଭଗବାନ ବିଷ୍ଣୁଙ୍କର ଏହି କଥା ଶୁଣି ଲକ୍ଷ୍ମୀ ଦେବୀ ଶଙ୍କା ପ୍ରକାଶ କରି କହିଲେ, ସ୍ୱାମୀ, ଆପଣଙ୍କ ସ୍ୱରୂପ ପରମାନନ୍ଦମୟ ଏବଂ ମନ ବାଣୀର ଆଗୋଚର, ତେବେ ଗୀତା କିପରି ଏହାକୁ ବୋଧଗମ୍ୟ କରାଏ? ମୋର ଏହି ସନ୍ଦେହ ମୋଚନ କରନ୍ତୁ। ଶ୍ରୀ ଭଗବାନ କହିଲେ, ସୁନ୍ଦରୀ, ଶୁଣ, ମୁଁ ଗୀତାରେ ଆପଣା ସ୍ଥିତି ବର୍ଣ୍ଣନା କରୁଅଛି।
କ୍ରମଶଃ 5 ଅଧ୍ୟାୟକୁ ତୁମେ ପଞ୍ଚମୁଖ, 10 ଅଧ୍ୟାୟକୁ ଦଶଭୁଜ, ଆଉ 1 ଅଧ୍ୟାୟକୁ ଉଦର ଆଉ 2 ଅଧ୍ୟାୟକୁ 2 ଚରଣ କମଳ ବୋଲି ଜ୍ଞାନ କର। ଏହି ପ୍ରକାର 18 ଅଧ୍ୟାୟକୁ ବାଗ୍ମୀୟ ଈଶ୍ୱରୀୟ ମୂର୍ତ୍ତି ବୋଲି ଜାଣ। ଏହି ଜ୍ଞାନ ମହାପାତକ ନଷ୍ଟ କରେ। ଯେଉଁ ଉତ୍ତର ବୁଦ୍ଧିମାନ ପୁରୁଷ ଗୀତାରେ 1 ବା ଅଧେ ଅଧ୍ୟାୟ, 1 ଅଧେ ବା 1/4 ଶ୍ଲୋକ ପ୍ରତିଦିନ ପଢ଼େ, ସିଏ ସୁଶର୍ମା ପରି ମୁକ୍ତ ହୋଇଥାଏ। ଦେଖନ୍ତୁ କେତେ ଭଲ କଥା କହିଛନ୍ତି ଯେ ଏହି ଗୀତାକୁ ଯିଏ 1 ଅଧ୍ୟାୟ ବା ଅଧେ ପଢ଼େ କିମ୍ବା 1/4 ଶ୍ଲୋକକୁ ପ୍ରତିଦିନ ପଢ଼େ, ହେଲା, ସିଏ ସୁଶର୍ମା ପରି ମୁକ୍ତ ହୋଇଥାଏ। ଭଗବାନ ନିଜେ କହୁଛନ୍ତି। ଦେବୀ ଲକ୍ଷ୍ମୀ ପଚାରିଲେ, ଦେବ ସୁଶର୍ମା କିଏ? କେଉଁ ଜାତିର? କେଉଁ କାରଣରୁ ସେ ମୁକ୍ତି ପାଇଲା? ପୁଣି ସୁଶର୍ମା କହୁଛନ୍ତି କିଏ? ସିଏ କେଉଁ ଜାତିର? କିଭଳି ସେ ମୁକ୍ତି ପାଇଲା? ଭଗବାନ କହିଲେ, ପ୍ରିୟେ, ସୁଶର୍ମା ଜଣେ ଖଳବୁଦ୍ଧି ଲୋକ ଏବଂ ପାପୀମାନଙ୍କର ମଉଡ଼ମଣି ଥିଲା। ଯେ ସୁଶର୍ମା ଜଣେ ବହୁତ ଖଳବୁଦ୍ଧି ଲୋକ ଓ ପାପୀମାନଙ୍କର ମଉଡ଼ମଣି ଥିଲା। ବୈଦିକ ଜ୍ଞାନହୀନ କୁରକ୍ରମା ବ୍ରାହ୍ମଣ କୁଳରେ ତାର ଜନ୍ମ। ଧ୍ୟାନ, ଜପ, ହୋମ, ଅତିରେ ସତ୍କାର କରିବା ପରିବର୍ତ୍ତେ ସେ ଜଣେ ଲମ୍ପଟ ଏବଂ ସର୍ବଦା ବିଷୟାସକ୍ତ ହୋଇଥାଏ। ହଳ ଯୋଚି ପତ୍ର ବିକ୍ରି କରି ଜୀବିକା ନିର୍ବାହ କରେ। ମଦ ମାଂସ ଖାଏ। ଏହିପରି ଦୀର୍ଘକାଳ ଜୀବନଯାପନ କରିବା ପରେ ଦିନେ ସେ ପତ୍ର ଆଣିବାକୁ କୌଣସି ଏକ ଋଷି ବଗିଚାରେ ବୁଲୁଥିବା ସମୟରେ ତାକୁ କାଳସର୍ପ ଦର୍ଶନ କଲା ଏବଂ ସେ ମୃତ୍ୟୁ ମୁଖରେ ପତିତ ହେଲା। ତାପରେ ସେ ଅନେକ ନରକ ଯନ୍ତ୍ରଣା ଭୋଗ କରି ମର୍ତ୍ତ୍ୟ ଲୋକରେ ଏକ ଭାରବାହୀ ବଳଦ ରୂପେ ଜନ୍ମ ଗ୍ରହଣ କଲା। ଶୁଣନ୍ତୁ ଭଲରେ। ଏବଂ ସେହି ସମୟରେ ଏକ ପଙ୍ଗୁ ନିଜ ଜୀବନ ଆରାମରେ ବିତାଇବା ପାଇଁ ତାକୁ କିଣିନେଲା। ସେହି ପଙ୍ଗୁକୁ ବୋହି ବଡ଼ କଷ୍ଟରେ 7-8 ବର୍ଷ ବିତାଏ। ଦିନେ ସେହି ପଙ୍ଗୁ ଏକ ଉଚ୍ଚ ସ୍ଥାନରେ ବହୁତ ସମୟ ବଡ଼ ବେଗରେ ତାକୁ ବୁଲାଇଲା। ସେଥିରେ ବଳଦଟି ଥକି ତଳେ କଚାଡ଼ି ହୋଇ ପଡ଼ି ମୂର୍ଚ୍ଛିତ ହୋଇଗଲା। ସେହି ଜନଗହଳି ମଧ୍ୟରୁ କୌଣସି ପୁଣ୍ୟାତ୍ମା ସେହି ବଦଳର କଲ୍ୟାଣାର୍ଥେ ନିଜ ପୁଣ୍ୟକୁ କିଛି ଦାନ କଲା। ତାହା ଦେଖି ଅନ୍ୟମାନେ ମଧ୍ୟ ତାଙ୍କ ପୁଣ୍ୟରୁ କିଛି କିଛି ଦାନ କଲେ। ସେଠାରେ ଏକ ବେଶ୍ୟା ମଧ୍ୟ ଉପସ୍ଥିତ ଥିଲା। ସେ ତାର କେତେ ପୁଣ୍ୟ ଥିଲା ଜାଣିନଥିଲା। ତଥାପି ଅନ୍ୟ ଲୋକେ ଦାନ ଦେବା ଦେଖି ସେ ମଧ୍ୟ ପୁଣ୍ୟରୁ କିଛି ଦେଲା। ଏହାପରେ ଯମଦୂତମାନେ ତାକୁ ପ୍ରଥମେ ଯମପୁରକୁ ନେଇଗଲେ। ସେଠାରେ ଧର୍ମରାଜ ଯମ ବିଚାରରେ ବେଶ୍ୟାଦାନ କରିଥିବା ପୁଣ୍ୟ ବଳରେ ସେ ପୁଣ୍ୟବାନ ହୋଇଥିବାରୁ ତାକୁ ଛାଡ଼ି ଦିଆଗଲା ଏବଂ ପୁଣି ସେ ମର୍ତ୍ତ୍ୟଲୋକରେ ଏକ ଉତ୍ତମ କୁଳଶୀଳ ବ୍ରାହ୍ମଣ ଘରେ ଜନ୍ମଗ୍ରହଣ କଲା ଏବଂ ଜାତି ସ୍ମରଣ ହେଲା। ସେ ବହୁଦିନ ପରେ ଅଜ୍ଞାନନାଶିନୀ କଲ୍ୟାଣ ତତ୍ତ୍ୱ ଜିଜ୍ଞାସୁ ହୋଇ ଉକ୍ତ ବେଶ୍ୟା ପାଖକୁ ଯାଇ ତାର ଦାନ କଥା ତାକୁ ସ୍ମରଣ କରାଇଲା। ପଚାରିଲା ଯେ କେଉଁ ପୁଣ୍ୟ ଦାନ କରିଥିଲା। ବେଶ୍ୟା କହିଲା, ଏହି ପିଞ୍ଜରାରେ ଥିବା ଶୁଆ ପ୍ରତିଦିନ କିଛି ପଢ଼େ। ତାହା ଶୁଣି ଶୁଣି ମୋ ଅନ୍ତଃକରଣ ପବିତ୍ର ହୋଇଗଲା ଏବଂ ସେହି ପୁଣ୍ୟକୁ ମୁଁ ତୁମ ପାଇଁ ଦାନ କରିଥିଲି। ଏହାପରେ ସେ ଦୁହେଁ ଶୁଆକୁ ପଚାରିବାକୁ ତାର ପୂର୍ବଜନ୍ମ କଥା ସ୍ମରଣ କରି ପ୍ରାଚୀନ ଇତିହାସ କହିବାକୁ ଆରମ୍ଭ କଲେ। ଶୁକ କହିଲା, ପୂର୍ବ ଜନ୍ମରେ ମୁଁ ଜଣେ ବିଦ୍ୱାନ ହୋଇ ମଧ୍ୟ ମୋର ବିଦ୍ୱତ୍ତା ପ୍ରତି ଅଭିମାନ ରହିଥିଲା। ମୋର ରାଗ ଦ୍ୱେଷ ଏତେ ବଢ଼ିଗଲା ଯେ ଗୁଣବାନ ପଣ୍ଡିତମାନଙ୍କୁ ଈର୍ଷାରେ ଖାତିର କଲି ନାହିଁ।
ସମୟ କ୍ରମେ ମୋର ମୃତ୍ୟୁ ହେଲା ଏବଂ ମୁଁ ଅନେକ ଘୃଣିତ ଲୋକରେ ବୁଲିବା ପରେ ପୁଣି ଏହି ଇହଲୋକକୁ ଆସିଲି ଓ ସଦ୍ଗୁରୁଙ୍କୁ ଅତ୍ୟନ୍ତ ନିନ୍ଦା କରିବା ଯୋଗୁଁ ଏକ ଶୁକ କୂଳରେ ଜନ୍ମ ପାଇଲି। ପାପୀ ହୋଇଥିବାରୁ ବାଲ୍ୟାବସ୍ଥାରେ ପିତାମାତାଙ୍କ ବିୟୋଗ ଘଟିଲା। ଦିନେ ଗ୍ରୀଷ୍ମ ଋତୁର ଖରାରେ ମୁଁ ରାସ୍ତା ଉପରେ ପଡ଼ିଥିଲି। ସେହି ବାଟରେ ଯାଉଥିବା କିଛି ଶ୍ରେଷ୍ଠ ମୁନି ମୋତେ ଉଠାଇ ନେଇ ଆଶ୍ରୟ ଦେଲେ ଏବଂ ମୋତେ ଗୋଟିଏ ପିଞ୍ଜରା ଭିତରେ ରଖିଲେ। ସେଠାରେ ମୋତେ ପଢ଼ାଇଲେ। ଋଷି କୁମାରମାନେ ବଡ଼ ଆଗ୍ରହରେ ଗୀତାର ପ୍ରଥମ ଅଧ୍ୟାୟ ଆବୃତ୍ତ କରୁଥାନ୍ତି। ସେମାନଙ୍କ ଠାରୁ ଶୁଣି ଶୁଣି ମୁଁ ତାହାକୁ ବାରମ୍ବାର ପାଠ କଲି। ଇତିମଧ୍ୟରେ ଏକ ବ୍ୟାଧ ମୋତେ ସେଠାରୁ ଚୋରି କରି ନେଇ ଆସିଲା ଏବଂ ତାପରେ ଏହି ଦେବୀ ମୋତେ କିଣିଲେ, ଯାହା ମୁଁ କହିଲି ଏହା ମୋ କାହାଣୀ। ପୂର୍ବ କାଳରେ ମୁଁ ଗୀତାର ପ୍ରଥମ ଅଧ୍ୟାୟ ଅଭ୍ୟାସ କରିଥିବାରୁ ମୋତେ ସମସ୍ତ ପାପ ଦୂର ହୋଇଗଲା ଏବଂ ଏହି ବେଶ୍ୟା ମଧ୍ୟ ତାହା ଶୁଣି ଶୁଣି ଅନ୍ତଃକରଣ ଶୁଦ୍ଧ ହୋଇଗଲା ଏବଂ ତାହା ସେହି ପୁଣ୍ୟଦାନ ବଳରେ ସୁଶର୍ମା ମଧ୍ୟ ପାପମୁକ୍ତ ହେଲା। ଏହି ପ୍ରକାରରେ ପରସ୍ପର ବାର୍ତ୍ତାଳାପ ପରେ ଏବଂ ଗୀତାର ପ୍ରଥମ ଅଧ୍ୟାୟ ଅଭ୍ୟାସର ମହାତ୍ମ୍ୟ ପ୍ରଶଂସା କରି ତିନିହେଁ ନିରନ୍ତର ଗୀତା ପାଠ କରିବାକୁ ଲାଗିଲେ ଏବଂ ଜ୍ଞାନ ଅର୍ଜନ କରି ମୁକ୍ତ ଲାଭ କଲେ। ଏଥିପାଇଁ ଗୀତାର ପ୍ରଥମ ଅଧ୍ୟାୟ ଯିଏ ପଢ଼େ, ଶୁଣେ ଓ ଅଭ୍ୟାସ କରେ ତାକୁ ଏହି ଭବସାଗର ପାର ହେବାକୁ କିଛି କଷ୍ଟ ହୁଏ ନାହିଁ। ଆପଣ ଶୁଣିଲେ ତ ଷ୍ଟୋରି କେମିତି ଲାଗିଲା? ଯେ ଗୀତାର ପ୍ରଥମ ଅଧ୍ୟାୟ ପଢ଼ିକି ପାପମୁକ୍ତ ହୋଇଛନ୍ତି। ତ ଆପଣ ତ ଡେଲି ଶୁଣୁଛନ୍ତି, ତ ଆପଣଙ୍କ ପାଇଁ କେତେ ଯେ ଭଲ ହେଉଥିବ ଆପଣ ହିଁ ଜାଣିପାରୁଥିବେ। ତ ଆପଣ ଏମିତି ଶୁଣୁଥାନ୍ତୁ ଓ ଘରକୁ ମଧ୍ୟ ଗୀତା ଆଣିକି ପଢ଼ନ୍ତୁ। ଆପଣ ବହୁତ ଜିନିଷର ମୁକ୍ତି ପାଇଯିବେ, ପାପ ମୁକ୍ତି ହେଇଯିବେ ଓ ଆପଣଙ୍କର ଭାଗ୍ୟ ମଧ୍ୟ ବଦଳିବାରେ ଲାଗିବ। राधे श्याम, आप सबका मंगल हो। ब्लेसिंग ब्लेसिंग ब्लेसिंग।